ଆଜ୍ଞା ଆପଣଙ୍କ ପ୍ରଚେଷ୍ଟାରେ ଆଜି ମନ୍ଦିରଟି କେବେଠାରୁ ଏ ପ୍ରୟାସ ଥିଲା ଏବଂ କଣ କହିବେ ଆପଣ? ମୋ ପ୍ରଚେଷ୍ଟା ନୁହଁ, ଏ ସାମୂହିକ ଭାବେ ଜମଳ ଗଦାର ସମସ୍ତ ଗ୍ରାମବାସୀ ଗାଁର ଯିଏ କମିଟି ବି ଅଛନ୍ତି, ସଭାପତି ସମ୍ପାଦକଠୁ ଆରମ୍ଭ କରି ସମସ୍ତ କମିଟି ଏବଂ ଗ୍ରାମବାସୀ ଯେଉଁମାନଙ୍କର ଯଥେଷ୍ଟ ଉଦ୍ୟମ ଏଥିରେ ରହିଥିଲା ଏବଂ ମୋ ବିଧାୟକ ସମୟରେ ମଧ୍ୟ ମୁଁ ଏ ମନ୍ଦିର ପାଇଁ ମଧ୍ୟ ପ୍ରାୟ 9 ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର କରିଥିଲି। କିନ୍ତୁ ଜାମଳ ଗଦାର ସମସ୍ତ ଗ୍ରାମବାସୀ ଏବଂ ପ୍ରତ୍ୟେକ ଘର ଯାହାଙ୍କର ବହୁତ ସାକ୍ରିଫାଇସ୍ ଅଛି, ସମସ୍ତେ ଏମାନେ ନିଜ ଗାଁର ଅଧିଷ୍ଠାତା ଦେବତା ପ୍ରଭୁ ସାକ୍ଷୀ ଗୋପୀନାଥଙ୍କର ମନ୍ଦିର କରିବା ପାଇଁ, ଗୋପୀନାଥଙ୍କର ମନ୍ଦିର ପାଇଁ ସେମାନେ ସମସ୍ତେ ଆର୍ଥିକ ସହାୟତା ସାହାଯ୍ୟ କରିଥିଲେ, ପାରିଶ୍ରମିକ ବି କରିଥିଲେ। ଆଜି ବି ଦେଖୁଥିବେ ଗାଁର ସମସ୍ତ ଗୁରୁଜନ ମାନଙ୍କଠୁ ଆରମ୍ଭ କରି ଯୁବକଠୁ ଆରମ୍ଭ କରି ସମସ୍ତ ମହିଳା ମାନେ ଭଉଣୀ ମାନେ ସମସ୍ତେ ଆଜି ଏ ପବିତ୍ର କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ଏବଂ ତାଙ୍କର ଆଜି ଏ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଏକ ସମସ୍ତଙ୍କ ଭିତରେ ଗୋଟିଏ କଥା ସ୍ପଷ୍ଟ ହେଉଛି, ସମସ୍ତଙ୍କ ଭିତରେ ଏକ ମହତ୍ଵ ଭାଇଚାରାପଣ ରହିଛି। ଆପଣ ପରିଚୟ ରଖନ୍ତୁ। ମୋ ନା ନିତ୍ୟାନନ୍ଦ ବରାଳ, ଜମଳଗଦା। ଆଜି ଗୋଟେ ଆପଣଙ୍କ ଅଞ୍ଚଳରେ ଗୋଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଛି, ମନ୍ଦିର ବିଗ୍ରହ। ଜୟ ଗୋପୀନାଥ ଦେବାୟ ନମ। ଓಂ ନୀଳାଦ୍ରୌ ଶଙ୍ଖ मध्ये ଶତଦଳ କମଳେ ରତ୍ନ ସିଂହାସନସ୍ତଂ ସରବଳାଙ୍କାର ଯୁକ୍ତଂ ନବଘନ ରୁଚିରଂ ସଂଯୁକ୍ତଂ ଚାଗ୍ରଜେନ ଭଦ୍ରାୟା ବାମ ପାର୍ଶ୍वे ରଥଚରଣ ଯୁକ୍ତଂ ବ୍ରହ୍ମ ରౌদ্রেন্দ্র বন্দ্যম দেবানাং সারমিসম সৌজন্য পরিবৃতম ব্রহ্মদারু স্মরামি গোপীনাথ দেবায় নমামি। আজি এক পবিত্র মুহূর্ত অবসরে আম জামলগদা আনন্দিত প্রফুল্লিত সমস্তଙ୍କ মন চଳচଞ୍ଚଳ। ଆରି ଭିତରେ ଆମ୍ଭେ ଦୀର୍ଘ 200 ବର୍ଷ ଧରି ଯୋଉ ମନ୍ଦିର ପାଇଁ ଶତ ଚେଷ୍ଟା କରୁଥିଲୁ, ଗୋଟେ ସୁନ୍ଦର ମନ୍ଦିର ଗୋଟେ ପ୍ରତିଷ୍ଠା କରିବୁ, ତା ଭିତରେ ଆମର ଯୋଉ ଇଷ୍ଟ ଦେବ ଯେ ଗୋପୀନାଥ ଦେବ, ଯୋଉ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି, ତାଙ୍କୁ ସ୍ଥାପନ କରିବା ପାଇଁ ଆମର ଯୋଉ ଆଶା ଆକାଂକ୍ଷା ଥିଲା, ବହୁ ଦିନ ପରେ ତାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏଇ କିଛି ମୁହୂର୍ତ୍ତ ପରେ ତାହା ପୂର୍ଣ୍ଣ ହେବ। ସେଇ ଅବସରରେ ଆମେ ସମସ୍ତେ ଆନନ୍ଦିତ ପ୍ରଫୁଲ୍ଲିତ, ସମସ୍ତଙ୍କ ମନ ଏକ ପ୍ରାଣ ଏକ ଧ୍ୟାନରେ ରହି ଆମେ ସମସ୍ତେ ଗାଁକୁ ଆଗେଇ ନେବା ପାଇଁ ଚାହୁଁଛୁ। ସେଇ ଇଷ୍ଟ ଦେବଙ୍କର ଇଚ୍ଛା, ତାଙ୍କରି ବିଶ୍ୱାସ, ତାଙ୍କରି ଭରସାରେ ଏତେ ବଡ ମନ୍ଦିର, ଏତେ ବଡ ପ୍ରାଙ୍ଗଣକୁ ଆମେ ଶତ ଚେଷ୍ଟା କରି ମାଗି ଭିକ୍ଷା କରି ଯତ୍ କିଞ୍ଚିତ ଯାହାର ଯାହା ଦାନ ଲଗେଇ ତାକୁ ଏଡେ ବଡ ପ୍ରାସାଦକୁ ଛିଡା କରିଛୁ। ଆପଣ ମାନଙ୍କର ସହଯୋଗ, এই মিডিয়া ভাই মানুষ মু ধন্যবাদ দেবি। সে যাই আজি আসিকি আম এই জামলগদারে উপস্থিত হয়েছেন এবং পূর্বতন বিধায়ক উমাকান্ত সান্তরা আজি উপস্থিত অনেক। সেই এই মাহল ভিতরে আমি যে চেষ্টা করেছিলু কিছু অন্ন বিতরণ করিবু বা প্রসাদକୁ বিতরণ করিবু, সমস্তে প্রসাদ পাইবে, কিন্তু তা দুর্ভাগ্যর বশতঃ এই যে মহামারী, এই যে দুর্বিপাক চালিছি, সেপাই প্রশাসন তরফରୁ তাহা আমাকে বন্ধ করে দিয়া যাইছি। প্রশাসন পাখে আমার বিনতি রয়েছে যে আমি কিছু অন্ততঃ গ্রামবাসী একত্রিত হই মুখ্যতঃ প্রায় 200 ରୁ 250 মিল আমি খাইবা পাই তাঙ্ক পাখে বিনতি রাখিଛୁ।